ଖଲ୍ଲିକୋଟର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ। ଖଲ୍ଲିକୋଟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଖଲ୍ଲିକୋଟସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶତାବ୍ଦୀ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଞ୍ଜାମ ଜିଲ୍ଲା ପ୍ରଚାରକ ରଶ୍ମିରଞ୍ଜନ ମହାଙ୍ଗୁଡ଼ ସଂଘର ପ୍ରାକ୍ ସ୍ୱାଧୀନତା ସମୟରୁ ଚଳିତ ଶତାବ୍ଦୀ ପର୍ଯ୍ୟନ୍ତ କରିଥିବା ବିଭିନ୍ନ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ସାଙ୍ଗକୁ ଦେଶକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରି ଭାରତବର୍ଷକୁ ବିଶ୍ୱଗୁରୁ ଭାବେ ସାରା ପୃଥିବୀରେ ପରିଚିତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ପ୍ରକାଶ କରିଥିଲେ। ଜିଲ୍ଲା କାର୍ଯ୍ୟବାହ ସଞ୍ଜୟ କୁମାର ଦାସ, ଖଣ୍ଡ କାର୍ଯ୍ୟବାହ ମିଥୁନ ଭୂୟାଁ, ଖଣ୍ଡ ବୈଦିକ ପ୍ରମୁଖ ପ୍ରଭାତ ମିଶ୍ର, ଜିଲ୍ଲା ସହସେବା ପ୍ରମୁଖ ଗଣେଶ ମଲ୍ଲିକ, ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ ପ୍ରଶିକ୍ଷଣ ଶିକ୍ଷକ ପ୍ରଶିକ୍ଷଣ ମୁକ୍ତିକାନ୍ତ ବେହେରା, ବରିଷ୍ଠ ଆଇନଜୀବୀ ବିନାୟକ ସାହୁ, ବିଜେପି ଯୁବନେତା ଅରୁଣ କୁମାର ଖୁଣ୍ଟିଆ, ଖଲ୍ଲିକୋଟ ଆତ୍ମା ଅଧ୍ୟକ୍ଷ ଦାମୋଦର ମାଳି ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ, ଜଳ ସଂରକ୍ଷଣ, ପଲିଥିନ୍ ବର୍ଜନ ଓ ସ୍ୱଦେଶୀ ଚିନ୍ତାଧାରାକୁ ଉଦ୍ବୁଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ। ସଂଘର ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ଅଂଶଗ୍ରହଣ କରିଥିଲେ। ଶେଷରେ ସଂଘର ଧ୍ୱଜାକୁ କର୍ମକର୍ତ୍ତାମାନେ ଅବତରଣ କରିଥିଲେ। ଖଲ୍ଲିକୋଟରୁ ମାଧବ ବେହେରାଙ୍କ ରିପୋର୍ଟ।